ବାଣପୁରରେ ବାବା ଗତିସ୍ୱରଙ୍କ ଶୀତଳଷଷ୍ଠୀ ପର୍ବ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ଗୋବିନ୍ଦପୁରଠାରେ ପଶ୍ଚିମାଶମ୍ଭୁ ଅଭିମୁଖେ ରହିଛି ବାବା ଗତିସ୍ୱର ପୀଠ। ସେହି ଅଞ୍ଚଳରେ ପୂଜା ପାଉଥିବା ବାବା ଗତିସ୍ୱରଙ୍କ ଉପରେ ଭରସା ରଖି ଜୀବନର ସମସ୍ତ ଦୁଃଖ କଷ୍ଟରୁ ଉପଶମ ପାଇଥାନ୍ତି। ଭଗବାନଙ୍କ ଅଶେଷ କରୁଣାରୁ ଏ ଅଞ୍ଚଳବାସୀ ସୁଖରେ ଦିନ କାଟୁଥିବା ବେଳେ ମୁଖ୍ୟତଃ ଗୋବିନ୍ଦପୁରବାସୀ ଖୁବ୍ ଶାନ୍ତିରେ ଜୀବନ କାଟୁଥିବା ପ୍ରକାଶ କରିଛନ୍ତି। ସେହି ପଶ୍ଚିମାଶମ୍ଭୁ ଅଭିମୁଖେ ରହିଥିବା ବାବା ଗତିସ୍ୱର ପୀଠ ଖୁବ୍ ଚଳଚଞ୍ଚଳ ହୋଇ ଲୋକାରୁଣ୍ୟ ସୃଷ୍ଟି କରିଥିଲା। ଗ୍ରୀଷ୍ମର ପ୍ରକୋପ ରହିଥିଲେ ମଧ୍ୟ ରାତିରେ ଜନସମୁଦ୍ରର ଜୁଆର ଖେଳୁଥିଲା ମନ୍ଦିର ପ୍ରାଙ୍ଗଣରେ। ଅନେକ ଶ୍ରଦ୍ଧାଳୁଙ୍କ ସହିତ ଦର୍ଶକ ଗହଳିରେ ରାତିର ପରିବେଶ ଖୁବ୍ ଆକର୍ଷିତ ହୋଇଥିବା ବେଳେ ଏକ ଭିନ୍ନ ପରିବେଶର ବାତାବରଣ ସୃଷ୍ଟି ହୋଇଥିଲା ବାବା ଗତିସ୍ୱରଙ୍କ ପୀଠରେ। ଛୋଟରୁ ବଡ଼ ପର୍ଯ୍ୟନ୍ତ ଖୁବ୍ ଉତ୍ସାହର ସହିତ ଗ୍ରୀଷ୍ମରେ କାତର ନ ହୋଇ ସମସ୍ତେ ଏକତ୍ରିତ ହୋଇ ଉତ୍ସବ ମାନିବାରେ ବ୍ୟସ୍ତ ହୋଇ ରହିଥାନ୍ତି। ପ୍ରିୟର ଠାକୁର ପ୍ରଭୁ ଗତିସ୍ୱର ବାବାଙ୍କୁ ଦର୍ଶନ କରିବା ପାଇଁ ଭିଡ଼ ଜମେଇଥିବା ବେଳେ ବାଣପୁରର ଗୋବିନ୍ଦପୁର ଗ୍ରାମଟି ରାତ୍ରିକାଳୀନର ଦୃଶ୍ୟ ଖୁବ୍ ଶୋଭାବର୍ଦ୍ଧନ କରିଥିଲା। ବାଣପୁରର ଗୋବିନ୍ଦପୁରରେ ପୂଜା ପାଉଥିବା ପ୍ରଭୁ ବାବା ଗତିସ୍ୱରଙ୍କ ମହାପର୍ବ ଶୀତଳଷଷ୍ଠୀ ପର୍ବ ଖୁବ୍ ଉତ୍ସାହ ସହକାରେ ପାଳିତ ହୋଇଯାଇଛି। ଗୋବିନ୍ଦପୁର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଖୁବ୍ ନିରାଡମ୍ବର ଭାବରେ ଶୀତଳଷଷ୍ଠୀ ଉତ୍ସବକୁ ମହା ସମାରୋହରେ ପାଳିତ କରାଯାଇଛି। ଏଥିରେ ବହୁ ଦୂରଦୂରାନ୍ତରରୁ ଶ୍ରଦ୍ଧାଳୁ ଆସି ବାବା ଗତିସ୍ୱରଙ୍କ ଶରଣାପନ୍ନ ହୋଇ ଶୀତଳଷଷ୍ଠୀ ଉତ୍ସବ ଉପଭୋଗ କରିଥିଲେ। ଶୀତଳଷଷ୍ଠୀ ଉତ୍ସବରେ ପ୍ରଭୁଙ୍କ ନଗର ଭ୍ରମଣ ଦୃଶ୍ୟ ଖୁବ୍ ଆକର୍ଷଣୀୟ ହୋଇଥିଲା। ଏହି ନଗର ଭ୍ରମଣରେ ଗୋବିନ୍ଦପୁର ଗ୍ରାମ ଖୁବ୍ ଉତ୍ସବ ମୁଖରିତ ହୋଇ ଉଠିଥିବା ବେଳେ ଗ୍ରାମବାସୀ ମଧ୍ୟ ଖୁବ୍ ଭକ୍ତି ଓ ବିଶ୍ୱାସରେ ବାବାଙ୍କୁ ଦର୍ଶନ କରିଥିଲେ। ଶୀତଳଷଷ୍ଠୀର ବିଧି ଅନୁସାରେ ପୂଜା କାର୍ଯ୍ୟ କରି ଉତ୍ସବକୁ ଶୃଙ୍ଖଳାର ସହିତ ଗୋବିନ୍ଦପୁର ଗ୍ରାମବାସୀ ଆୟୋଜନ କରିଥିଲେ। ଖୁବ୍ ଶୃଙ୍ଖଳାର ସହିତ ଶୀତଳଷଷ୍ଠୀ ପର୍ବ ମହା ଆଡମ୍ବର ସହକାରେ ପାଳନ କରି ବାବାଙ୍କ ଆଶୀର୍ବାଦ କୃପାରେ ଗ୍ରାମବାସୀ ସନ୍ତୋଷ ଲାଭ କରିଛନ୍ତି। ବ୍ୟୁରୋ ରିପୋର୍ଟ, এবি নিউজ।